ଡିସେମ୍ବର 16, 1913। ବିଶୁଦ୍ଧ ନିଃସ୍ୱାର୍ଥ ପ୍ରେମ ତୋ ପ୍ରେମ, ତାର ଯେତେ ଟିକେ ଆମେ ଧରିପାରୁ ଓ ପ୍ରକାଶ କରିପାରୁ, ତାହା ହିଁ ଏକମାତ୍ର ଚାବି ଯାହା ସେମାନଙ୍କ ହୃଦୟ ଖୋଲି ଦେଇପାରେ। ଯେଉଁମାନେ କି ତତେ ଖୋଜୁଛନ୍ତି, ଯେଉଁମାନେ ବୁଦ୍ଧିର ପଥ ଅନୁସରଣ କରନ୍ତି, ସେମାନେ ଅତି ଉଚ୍ଚ ଓ ଅତି ସତ୍ୟ ଏକ ଧାରଣା କରିନେଇ ପାରନ୍ତି। ସତ୍ୟ ଜୀବନ, ତୋ ସଙ୍ଗେ ଏକୀଭୂତ ଜୀବନ କ'ଣ, ସେ ସମ୍ପର୍କରେ ମଧ୍ୟ ବେଶ ଧାରଣା କରିପାରନ୍ତି, କିନ୍ତୁ ସେମାନେ ତାହା ପ୍ରତ୍ୟକ୍ଷ ଉପଲବ୍ଧି କରନ୍ତି ନାହିଁ। ସେ ଜୀବନ ସମ୍ପର୍କରେ ସେମାନଙ୍କର ଆନ୍ତର ଅନୁଭୂତି ନଥାଏ ଏବଂ ତୋ ସଙ୍ଗେ ସାକ୍ଷାତ ସମ୍ପର୍କର ଅନୁଭୂତି ସେମାନଙ୍କର ନାହିଁ। ଏହି ଯେଉଁମାନଙ୍କର ବୁଦ୍ଧିଗତ ଜ୍ଞାନ ଯଥେଷ୍ଟ ଥାଏ, କର୍ମର ପ୍ରୟୋଜନରେ ନିଜକୁ ସେମାନେ ମନ ଦ୍ୱାରା ଶ୍ରେଷ୍ଠ ବିବେଚିତ କୌଣସି ରଚନା ଭିତରେ ବାନ୍ଧି ରଖିଥାନ୍ତି। ଏହିସବୁ ବ୍ୟକ୍ତିଙ୍କର ଚିତ୍ତ ପରିବର୍ତ୍ତନ ସବୁଠୁ ଦୁରୂହ। ସଦିଚ୍ଛା ସମ୍ପନ୍ନ ଅନ୍ୟ ଯେକୌଣସି ବ୍ୟକ୍ତି ଅପେକ୍ଷା ଏମାନଙ୍କର ଅନ୍ତରରେ ଭଗବତ ବୋଧ ଜାଗ୍ରତ କରିବା ବିଶେଷ ଆୟାସ ସାଧ୍ୟ। କେବଳ ପ୍ରେମ ହିଁ ଏହା ସମ୍ଭବ କରାଇପାରେ, କାରଣ ପ୍ରେମ ସକଳ ଦରଜା ଖୋଲିଦିଏ, ସକଳ ପ୍ରାଚୀର ଭେଦ କରିଯାଏ, ସକଳ ବାଧା ପାର ହୋଇଯାଏ। ଯଥାର୍ଥ ପ୍ରେମରୁ ସାମାନ୍ୟ ଟିକେ ଶ୍ରେଷ୍ଠତମ ବକ୍ତୃତା ଅପେକ୍ଷା ଅନେକ ବେଶୀ କାମ କରେ। ହେ ପ୍ରଭୁ, ପ୍ରେମର ଏହି ବିଶୁଦ୍ଧ ଫୁଲଟି ମୋ ଭିତରେ ଫୁଟି ଉଠୁ। ଯେଉଁମାନେ ମୋ ନିକଟକୁ ଆସନ୍ତି, ସେମାନେ ଯେପରି ତାର ସୌରଭରେ ଭରି ଉଠନ୍ତି ଓ ସୌରଭରେ ସେମାନେ ଯେପରି ହୋଇ ଉଠନ୍ତି ଆହୁରି ବିଶୁଦ୍ଧ। ଏହି ପ୍ରେମ ଭିତରେ ହିଁ ରହିଛି ଶାନ୍ତି ଓ ଆନନ୍ଦ। ଏଇଠି ହିଁ ସକଳ ଶକ୍ତି, ସକଳ ସିଦ୍ଧିର ଉତ୍ସ। ଏହି ପ୍ରେମ ହିଁ ଅବ୍ୟର୍ଥ ଚିକିତ୍ସକ, ପରମ ସାନ୍ତ୍ୱନାଦାତା। ଏହି ପ୍ରେମ ହିଁ ସର୍ବଜୟୀ, ସାର୍ବଭୌମ୍ୟ ଶିକ୍ଷାଦାତା। ହେ ପ୍ରଭୁ, ହେ ମଧୁମୟ ଦେବତା, ତୋତେ ମୁଁ ନୀରବରେ ପୂଜା କରେ। ତୋ ନିକଟରେ ମୁଁ ସର୍ବୋତ ଭାବେ ନିବେଦିତ। ମୋ ଜୀବନକୁ ତୁ ହିଁ ଚଳାଇ ନେଉଛୁ। ତୋ ପ୍ରେମର ବହ୍ନିରେ ମୋର ହୃଦୟକୁ ପ୍ରଜ୍ୱଳ କର। ସେ ହୋଇଉଠୁ ଏକ ଜ୍ୱଳନ୍ତ ହୋମକୁଣ୍ଡ। ସମସ୍ତ ତ୍ରୁଟିକୁ ଦହନ କରୁ ଏବଂ ଅହଙ୍କାରର ଶୁଷ୍କ କାଷ୍ଠ ଓ ଅଜ୍ଞାନର କୃଷ୍ଣ ଅଙ୍ଗାର ଭିତରୁ ଆଣିଦେଉ ସ୍ୱସ୍ତିର ଉଷ୍ମତା ଓ ଆଲୋକର ଛଟା। ହେ ପ୍ରଭୁ, ମୁଁ ତୋ ଆଡ଼କୁ ଫେରୁଛି ଉତ୍ଫୁଲ୍ଲ ଅନ୍ତର ଗଭୀର ଭକ୍ତି ନେଇ। ମୋ ପ୍ରାର୍ଥନା, ତୋର ପ୍ରେମ ବ୍ୟକ୍ତ ହେଉ, ତୋର ରାଜତ୍ୱ ଆରମ୍ଭ ହେଉ, ତୋର ଶାନ୍ତି ପୃଥିବୀକୁ ଶାସିତ କରୁ।